तो हेलो फ्रेंड्स, आज आम परिवेश दिवस भाषण टी जानमा। तो भाषण स्टार्ट करमा। आज विश्व परिवेश दिवस आमको घेरी जल स्थल वायु उद्भिद और प्राणी जगत ही परिवेश को बुझाए, जहाँ को कहती पंच महाभूत। परिवेश उपादान गुड़िक प्राकृतिक अवदान, मनुष्यर आदित्य अत्याचार, अपरिमाणदर्शिता, शांत शीतल प्रकृति को अशांत और उग्र कर देछि। एक कथा कहबाकू दुख लगुच, आमे ही प्रकृति को नष्ट करुचु, तार प्रतिफल आमको भोगिबाकू पड़ुछि ओ पड़िबो। जो माने निर्विकार भाव में वायु जल और भूमि को प्रदूषण करछन्ति, सेमाने आजि ठारू चिंता करबा उचित। सेमाने आम पाई पृथ्वी को गोटे महाश्मशान करी छाड़ी दे जाइछन्ति ना नहीं। ସେହି ଶ୍ମଶାନରେ ଅମୃତ ସନ୍ତାନ ମାନଙ୍କ ଗଣଦାହ ସେମାନଙ୍କ ହୃଦୟକୁ ଛୁଇଁକି ନାହିଁ। ଯଦି ଛୁଇଁଥାନ୍ତା ସେମାନଙ୍କୁ ଧୂଳି ଧୂଆଁ, ପେଟ୍ରୋଲ ଓ ଡିଜେଲ ଚାଳିତ ଯାନର ସଂଖ୍ୟା ବଢ଼ାଇ ନଥାନ୍ତେ। କାରଖାନାରୁ ବାହାରୁ ଥିବା ବିକଟ ଶବ୍ଦ, ଦୁର୍ଗନ୍ଧ ଗ୍ୟାସ, ସୀସାଯୁକ୍ତ ଜାଳେଣୀ ବ୍ୟବହାର କରିବା ଦ୍ୱାରା ବାୟୁ ପ୍ରଦୂଷଣ ହେଉଛି। ଅମ୍ଳଜାନ କମୁଛି, ଅଙ୍ଗାରକାମ୍ଳ ବଢ଼ୁଛି। ବୃକ୍ଷ ଆମର ବନ୍ଧୁ, କିନ୍ତୁ କାହିଁ ବୃକ୍ଷ ଅର୍ଥ ଲୋଭ ଏହି ପୃଥିବୀକୁ ମରୁଭୂମିରେ ପରିଣତ କରାଯାଉଛି। ବାୟୁ ପ୍ରଦୂଷଣ ହେତୁ ପାଣିପାଗ ଜଳବାୟୁ ଓଲଟପାଲଟ ହୋଇଯାଇଛି। ଧୂଳି ଧୂଆଁ ଦ୍ୱାରା ବାୟୁମଣ୍ଡଳରେ ଅମ୍ଳତ୍ୱ ବଢ଼ୁଛି, ଚାଷ ଜମିର ଉତ୍ପାଦିତା ଶକ୍ତି କମୁଛି, ଭୟଙ୍କର ରୋଗ ସୃଷ୍ଟି ହେଉଛି। ମୁଁ ଆଜି ସେହି ବୁଦ୍ଧିଜୀବୀ ମାନଙ୍କୁ ହାତ ଯୋଡ଼ି ପ୍ରାର୍ଥନା କରୁଛି ଯେ ସେମାନେ ଟିକିଏ ଚିନ୍ତା କଲେ ଅନ୍ତତଃ ମୁକ୍ତ ଶୀତଳ ସମୀରଣ ଟିକିଏ ଆମେ ପାଇପାରିବୁ। ଆମମାନଙ୍କୁ ସ୍ୱାସ୍ଥ୍ୟ ଅତୁଟ ରହିବ। ବୈଜ୍ଞାନିକମାନେ କହିଲେଣି ପୃଥିବୀ ମଣିଷର ପଦଭାର ସହିବାକୁ ଅକ୍ଷମ ହୋଇଲାଣି। ଏ ଦିଗରେ ଛାତ୍ର ସମାଜର ବଳିଷ୍ଠ ଭୂମିକା ରହିଛି। ଆମେ ଆମ ଘରଦ୍ୱାର ବିଦ୍ୟାଳୟ ପରିବେଶ ଠିକ୍ ରଖୁଛୁ ତ? ଆସ ଆଜି ଦିନରେ ଶପଥ ନେବା, ଆମେ ପ୍ରତ୍ୟେକେ ଗୋଟିଏ ଗଛ ଲଗାଇବା, ଗଛର ଯତ୍ନ ନେବା, କାରଣ ଗଛ ସହିତ ଆମର ସମ୍ପର୍କ ନିବିଡ଼। ଆଜି ପବିତ୍ର ପରିବେଶ ଦିବସ। ଆଜି ଦିନଟି ସଫଳ ହେବ ସେହିଦିନ ଯେଉଁଦିନ ଆମେ ମାଟି, ପାଣି, ପବନ, ଅଗ୍ନି, ଆକାଶ ପ୍ରଦୂଷଣ ମୁକ୍ତ କରିବା। ବିଶ୍ୱର ଅସନ୍ତୁଳନ ଦୂର ହେବ। ବିଶ୍ୱକୁ ଆମେ ଆହୁରି ସରସ ସୁନ୍ଦର କରି ଗଢ଼ିପାରିବା। ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ, ଜୟ ଭାରତ।